ରାତିର ପ୍ରକୋପ ବଢ଼ିବାରେ ଲାଗିଛି। ଡହଡହ ଖରା ସାଙ୍ଗକୁ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି। ଘରୁ ବାହାରିବା ଏକ ପ୍ରକାର କଷ୍ଟକର ହୋଇପଡ଼ିଛି। ଏଭଳି ସ୍ଥିତିରେ ଥଣ୍ଡା ପାନୀୟର ଆବଶ୍ୟକତା କେବଳ ଖରାରେ ଯାଉଥିବା ବାଟ ହିଁ ବୁଝିପାରିବେ। ଏମାନଙ୍କ କଷ୍ଟକୁ କିଞ୍ଚିତ ଲାଘବ କରିବା ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ ଜଗତସିଂହପୁର ଏକ କ୍ଷୁଦ୍ର ପ୍ରୟାସ ସ୍ୱରୂପ ସ୍ଥାନୀୟ ଚାରିପୋଲିଆ ଛକ ନିକଟସ୍ଥ ବାଟ ଗୋସାଇଁ ମନ୍ଦିର ନିକଟରେ ଏକ ଜଳଛତ୍ର କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ। ଏହାକୁ ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ରମେଶ ଚନ୍ଦ୍ର ମଲ୍ଲିକ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ବରିଷ୍ଠ ଶିକ୍ଷକ ଜ୍ୟୋତ୍ସ୍ନାରାଣୀ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ସମସ୍ତ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଏବଂ ପ୍ରଶିକ୍ଷିକା ଅଣଶିକ୍ଷା କର୍ମଚାରୀଙ୍କ ସହଯୋଗରେ ସଫଳତାର ସହ ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ଅଧ୍ୟୟନରତ ସମସ୍ତ ଗୁରୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ସ୍ଥାନୀୟ ଅଞ୍ଚଳର ତୃଷାର୍ଥ ଲୋକମାନଙ୍କୁ ଏପରିକି ଯାନବାହନରେ ଯାଉଥିବା ଯାତ୍ରୀମାନଙ୍କୁ ଦହି ସରବତ ଗ୍ଲାସ ପ୍ରଦାନ କରି ସେମାନଙ୍କର ତୃଷ୍ଣା ମେଣ୍ଟାଇଛନ୍ତି। ତତ୍ସହିତ ଜଳର ଆବଶ୍ୟକତା ଉପଯୋଗିତା ତଥା ସଂରକ୍ଷଣ ନିମନ୍ତେ ବିଭିନ୍ନ ଫ୍ଲାକାର୍ଡ ଧରି ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି। ବାସ୍ତବରେ ଏଭଳି ସୁସ୍ୱାଗତ ପ୍ରୟାସକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି। ତିର୍ତ୍ତୋଲରୁ ମାକାନ୍ତପୁର ଡାଉରସାଙ୍ଗ ମୋବାଇଲ ଟିଭି।